देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1, ହର ଘର ତ୍ରିରଙ୍ଗ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ହର ଘର ତ୍ରିରଙ୍ଗ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନରେ ହର ଘର ତ୍ରିରଙ୍ଗ କାନଭାସରେ ଦସ୍ତଖତ କରିବା ସହ ତ୍ରିରଙ୍ଗା ପତାକା ଦେଖାଇ ଶୁଭାରମ୍ଭ କଲେ ଅଭିଯାନ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମତ୍ସ୍ୟ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଦସ୍ତଖତ କରିଥିଲେ। ଏହି ଅବସରରେ ସମସ୍ତ ମନ୍ତ୍ରୀମାନେ ତ୍ରିରଙ୍ଗ ଉଡ଼ାଇଥିଲେ। ତେବେ 9ରୁ 15 ତାରିଖ ଯାଏଁ ରାଜ୍ୟରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ଆହ୍ୱାନ ଦେଇଥିଲେ ମୁଖ୍ୟମନ୍ତ୍ରୀ। ନିଜ ଘରେ ତ୍ରିରଙ୍ଗା ଲଗାଇ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରିବାକୁ ବି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ନମ୍ବର 2, 5 ବର୍ଷ ପରେ ଓଡ଼ିଶାରେ କେହି ଭୂମିହୀନ ବାସହୀନ ରହିବେନି। ଆଗାମୀ 5 ବର୍ଷ ପରେ ଓଡ଼ିଶାରେ କେହି ଭୂମିହୀନ ଓ ବାସହୀନ ରହିବେନି। ଗରିବ, ଭୂମିହୀନ ଓ ବାସହୀନଙ୍କୁ ଘର ନିର୍ମାଣ ପାଇଁ ଜମି ଯୋଗାଇ ଦିଆଯିବ। ଏପରିକି ସେହି ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ବିଦ୍ୟୁତ୍, ପାନୀୟ ଜଳ, ଉଜ୍ଜ୍ୱଳ ଯୋଜନାରେ ଗ୍ୟାସ୍ ଯୋଗାଇବାର ବ୍ୟବସ୍ଥା କରାଯିବ। 5 ବର୍ଷରେ ଘରର ପୂର୍ଣ୍ଣାଙ୍ଗ ପ୍ୟାକେଜ ଗରିବ ଲୋକଙ୍କୁ ଯୋଗାଇ ଦେବୁ। କାଲି ଏପରି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ନମ୍ବର 3, ୟୁଜିସି ନେଟ୍ ପରୀକ୍ଷା ବାତିଲ ବିରୁଦ୍ଧରେ ଆବେଦନ ଖାରଜ। ୟୁଜିସି ନେଟ୍ ପରୀକ୍ଷା ବାତିଲ ବିରୁଦ୍ଧରେ କରାଯାଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ କେନ୍ଦ୍ର ସରକାର ନେଇଥିବା ଏହି ନିଷ୍ପତ୍ତିକୁ କିଛି ପ୍ରାର୍ଥୀ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ପ୍ରକାଶ ଥାଉ କି ଗତ ଜୁନ୍ 18ରେ ୟୁଜିସି ନେଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହାପରେ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଆସିବା ପରେ କେନ୍ଦ୍ର ଶିକ୍ଷା ବିଭାଗ ପକ୍ଷରୁ ଜୁନ୍ 19ରେ ପରୀକ୍ଷାକୁ ବାତିଲ ଘୋଷଣା କରାଯାଇଥିଲା। ଏହାପରେ ଜୁନ୍ 21ରେ ପରୀକ୍ଷା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା। ସେପ୍ଟେମ୍ବର 4 ପର୍ଯ୍ୟନ୍ତ ଅନଲାଇନ୍ ମୋଡ୍ରେ ପରୀକ୍ଷା ଅନୁଷ୍ଠିତ ହେବ। ଏହାରି ମଧ୍ୟରେ କେନ୍ଦ୍ର ସରକାର ପରୀକ୍ଷାକୁ ବାତିଲ କରିବାକୁ ନେଇ କିଛି ପ୍ରାର୍ଥୀ ଚ୍ୟାଲେଞ୍ଜ କରିଥିଲେ। ନମ୍ବର 4, ନବଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ଆସୁଛନ୍ତି ଜେପି ନଡ୍ଡା। ନୂଆ ବିଧାୟକଙ୍କ କ୍ଲାସ୍ ନେବେ ଜେପି ନଡ୍ଡା। ଦେବେ ପଲିଟିକାଲ ସକ୍ସେସ୍ ମନ୍ତ୍ର। ଆଉ ନୀତି ନୈତିକତାର ପାଠ ପଢ଼ାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଧାୟକଙ୍କୁ ଆଚରଣ ଉଚ୍ଚାରଣ ଶିଖାଇବେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଆସନ୍ତା 17-18 2 ଦିନ ଧରି ବିଧାନସଭାରେ ଚାଲିବ ବିଧାୟକଙ୍କ ତାଲିମ କର୍ମଶାଳା। ଆସନ୍ତା 17 ତାରିଖରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ। ଆଉ 18 ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ସବୁ ନବଗତ ବିଧାୟକଙ୍କୁ ଗୁରୁମନ୍ତ୍ର ଦେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା। କାର୍ଯ୍ୟକ୍ରମରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନମ୍ବର 5, ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ଆଗକୁ ଆସିବ ବିଜେଡି। 16 ଅଗଷ୍ଟରୁ ଜନଜାଗରଣ ଅଭିଯାନ। ନିର୍ବାଚନୀ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିବା ନେଇ ପ୍ରତିକ୍ରିୟା ରଖିଲେ ନବୀନ। ଏକ୍ସରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟ୍ୱିଟ୍ କରିଛନ୍ତି। ସେ ଲେଖିଛନ୍ତି, ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ 3000 ତଥା 3500 ଟଙ୍କା ଭତ୍ତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିଲା। ଏଥିରେ ବୟସ୍କ, ଭିନ୍ନକ୍ଷମ, ବିଧବା ତଥା ନିରାଶ୍ରୟମାନେ ସାମିଲ ଥିଲେ। ହେଲେ ବଜେଟରେ କୁହାଯାଇଛି ଯେ କେବଳ 80 ବର୍ଷ ବୟସରୁ ଅଧିକ ବୟସ୍କ ଏବଂ 80% ଅକ୍ଷମତା ଥିବା ଭିନ୍ନକ୍ଷମ ଏହି ବର୍ଦ୍ଧିତ ଭତ୍ତା ପାଇବେ। 45,000 କୋଟି ଟଙ୍କାର ଋଣ ନେଇ ମଧ୍ୟ ଘୋଷଣା ପାଳନ କରାଯାଉ ନାହିଁ। ଏଥିରୁ ପୁରା ସ୍ପଷ୍ଟ ହେଉଛି ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଭତ୍ତାଧାରୀ ବୟସ୍କ ତଥା ସମସ୍ତ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ହୋଇଛି। ଏପରି ପ୍ରତାରଣା ଲୋକଙ୍କ ଭିତରେ ଜନ ଅସନ୍ତୋଷ ବଢ଼େଇଛି। ଏନେଇ 16 ଅଗଷ୍ଟରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ନମ୍ବର 6, ବ୍ରଡକାଷ୍ଟିଂ ବିଲ୍କୁ ନେଇ ବଡ଼ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର। କହିଲେ ତିଆରି ହେବ ନୂଆ ଡ୍ରାଫ୍ଟ। କେନ୍ଦ୍ର ସରକାର ବ୍ରଡକାଷ୍ଟିଂ ବିଲ୍ 2024କୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବ୍ୟାପକ ଆଲୋଚନା ପରେ ନୂଆ ଚିଠା ପ୍ରସ୍ତୁତ କରାଯିବ। ମିନିଷ୍ଟ୍ରି ଅଫ୍ ଇନଫରମେସନ୍ ଆଣ୍ଡ ବ୍ରଡକାଷ୍ଟିଂ ଗତ ବର୍ଷ ନଭେମ୍ବରରେ ଏକ ନୂଆ ବ୍ରଡକାଷ୍ଟିଂ ରେଗୁଲେସନ୍ ବିଲ୍ ଡ୍ରାଫ୍ଟ କରିଥିଲେ। ଏହି ବିଲ୍ ଡ୍ରାଫ୍ଟ ପରେ ପବ୍ଲିକ କମେଣ୍ଟ ଡେଡଲାଇନ୍ 2024 ଜାନୁଆରୀ 15 ଥିଲା। ବ୍ରଡକାଷ୍ଟିଂ ବିଲ୍ର ଦ୍ୱିତୀୟ ଡ୍ରାଫ୍ଟ ଚଳିତ ବର୍ଷ ଜୁଲାଇରେ ପ୍ରସ୍ତୁତ କରାଯାଇଥିଲା। ବ୍ରଡକାଷ୍ଟିଂ ବିଲ୍ 2024କୁ ନେଇ ବିରୋଧୀ ଅଭିଯୋଗ ଆଣିଥିଲେ ଯେ ସଂଶୋଧିତ ଡ୍ରାଫ୍ଟ ସଂସଦରେ ଆଗତ କରାଯିବା ପୂର୍ବରୁ କିଛି ନିର୍ଦ୍ଦିଷ୍ଟ ହିତାଧିକାରୀଙ୍କୁ ଗୁପ୍ତ ଭାବେ ଲିକ୍ କରାଯାଇଥିଲା। ଡିଜିଟାଲ ନ୍ୟୁଜ୍ ପବ୍ଲିସର୍ସ ଏବଂ ଇଣ୍ଡିଭିଜୁଆଲ କଣ୍ଟେଣ୍ଟ କ୍ରିଏଟର୍ସ ମଧ୍ୟ ଏହି ବିଲ୍କୁ ବିରୋଧ କରିଥିଲେ। ନମ୍ବର 7, ଆଳୁ ପରେ ବଢ଼ିଲାଣି ପିଆଜ ଦର। କେତେବେଳେ 50-50 ତ କେତେବେଳେ 40-50। ମାର୍କେଟରେ ଏବେ ଆଳୁ ପିଆଜ ଭିତରେ ଚାଲିଛି ପ୍ରତିଯୋଗିତା। ଆଳୁ ପରେ ବଢ଼ିଲାଣି ପିଆଜ ଦର। ଅବଶ୍ୟ ଉଭୟ ଆଳୁ ଓ ପିଆଜ ପାଇଁ ଓଡ଼ିଶା ଅନ୍ୟ ରାଜ୍ୟ ପରେ ନିର୍ଭରଶୀଳ। ପଶ୍ଚିମବଙ୍ଗରୁ ଆଳୁ ନ ଆସିଲେ ଯେଉଁ ଅବସ୍ଥା, ନାସିକରୁ ପିଆଜ ନ ଆସିଲେ ମଧ୍ୟ ସେହି ଅବସ୍ଥା। ଏବେ ବଜାରରେ ଆଳୁ କେଉଁଠି 40 ତ କେଉଁଠି 50।
ठीक सेमिति पियाज दर भी हाफ सेंचुरी मारिछि माने किलो पिछा 50 छुईलाणी। व्यवसायी कहउछन्ति नासिक रे दर बढ़िथिबारु ओडिसा रे मध्य पियाज दर बढ़िछि। अगस्त शेष जाए एमिति रेट रहिबो। सेपटे जेते होहल्ला हेले भी आलू दर रे लागिनी ब्रेक। बड़ बड़ियां बयानबाजी भितर पकेट खाली करुछन्ति तो केवल खाउटी। नंबर 8 अदानी ग्रुप उपरे पुणी पड़िला हिंडेनबर्गर प्रभाव। हिंडेनबर्ग रिपोर्ट मध्य खसिला अदानी ग्रुप व्यवसाय। काली अदानी ग्रुपर शेयर 17% ह्रास पाइछि। बॉम्बे स्टॉक एक्सचेंज रे अदानी पावर 10.94% ह्रास पाइछि। सेहिपरि अदानी एंटरप्राइजेस 5.27% ह्रास पाई 3018 टंका 55 पैसा रे पहुंचिछि। बजार खोलिला मात्रे अदानी एनर्जी सॉल्यूशंस व्यवसायर सर्वबृहत ह्रास घटिथिला। किछि समय पर एथिरे सामान्य परिवर्तन आसिबा पूर्वरु 17.06% ह्रास पाइथिला एनर्जी सॉल्यूशंस। सेहिपरि अदानी ग्रुप एनर्जी 6.96% हार पाई 1656 टंका 5 पैसा रहिछि। एथि सहित एसीसी अंबुजा सीमेंट मध्य एनडीटीवी मध्य 2.3% ह्रास घटिछि। नंबर 9 दिल्ली गस्तरे मुख्यमंत्री मोहन माझी। मुख्यमंत्री मोहन चरण माझी काली संध्यारे दिल्ली गस्तरे जाइछन्ति। आज से पूर्वाह्न सड़क परिवहन जातीय राजपथ मंत्रालय द्वारा आयोजित जातीय राजपथ निर्माण समीक्षा बैठक में जोग देवे। मुख्यमंत्री अगस्त 14 तारिख पूर्वाह्न भुवनेश्वर फेरिबे। मोहनଙ୍କ सह उपमुख्यमंत्री केभी सिंहदेव, स्वास्थ्य मंत्री मुकेश महालिंग, जोगाण मंत्री कृष्ण पात्रଙ୍କ दिल्ली गस्त पर आउ किछि मंत्री दिल्ली गस्तरे जाउछन्ति। कुहाଯାଉଛି प्रथम थर करी राज्य रे सरकार गढ़िबा परे नुआ मंत्री माने केंद्रीय नेतांक पाखरु गुरुमंत्र नेउछन्ति। आईन मंत्री पृथ्वीराज हरिचंदन, पशु संपदा मंत्री गोकुलानंद मल्लिक, शिल्प मंत्री संपत स्वाईंक भड़ी नेता एबे दिल्ली गस्तरे अछन्ति। नंबर 10 कठोर हेले सरकार, बार रे मद सह डांस मना। राज्य में नुआ अबकारी नीति लागू हेबा पूर्वरु राज्य सरकार कठोर होइछन्ति। राजधानी भुवनेश्वर थिबा लाइसेंस प्राप्त ठिपिखोला विदेशी मद दोकान गुड़िक आउ निजर बार परिसर में मद सह डांस करि परिबे नाही। एपरिकी जो ठिपिखोला विदेशी मद लाइसेंस प्राप्त दोकान निजर अनुमोदित स्थान ठारू अन्य स्थान बा सही कोठार अन्य स्थान रे अतिरिक्त बार करिथिबे ताको मध्य तुरंत बंद करने निर्देश दि जाइछि। या सहित जातीय राजपथ और राज्य राजपथ को दृश्यमान हेला भड़ी मद दोकान साइनबोर्ड तुरंत हटेइबाकु मध्य निर्देश दि जाइछि। भुवनेश्वर अबकारी जिला अधीक्षक आज निजर समस्त अबकारी उप अधीक्षक, इन्स्पेक्टर और अबकारी थाना अधिकारी को निर्देशनामा जारी करी अबकारी आईन और नियम को उल्लंघन करुथबा लाइसेंसधारी विरुद्ध में कठोर कार्यानुष्ठान ग्रहण करने तागिद करिसंति। नंबर 11 आईआईटी मद्रास पुणी देशर श्रेष्ठ शिक्षानुष्ठान टॉप 10 रे जेएनयू। पुणी थरे भारतर श्रेष्ठ शिक्षानुष्ठान भाव विवेचित होइछि आईआईटी मद्रास। उभय सबु क्षेत्र बा ओभरऑल कैटेगरी और इंजीनियरिंग वर्ग रे आईआईटी मद्रास 1 नंबर रे रहिछि। काली नेशनल इंस्टीट्यूट ऑफ रैंकिंग फ्रेमवर्क 2024 पक्षरु जारी तालिका रे आईआईटी मद्रास नंबर 1 स्थान रे रहिछि। एहाकु मिसई क्रमगत अष्टम थर पई आईआईटी मद्रास इंजीनियरिंग क्षेत्र में सर्वश्रेष्ठ स्थान हासिल करिछि। ओभरऑल कैटेगरी रैंकिंग रो टॉप 10 रे देशर प्रसिद्ध शिक्षानुष्ठान जेएनयू मध्य रहिछि। एही शिक्षानुष्ठान 10 नंबर स्थान रे रहिछि। तेबे श्रेष्ठ शिक्षानुष्ठान रैंकिंग रे आईआईटी गुड़िकर दबदबा देखा मिली। आईआईटी मद्रास पछकु बेंगलुरु स्थित इंडियन इंस्टीट्यूट ऑफ साइंस द्वितीय स्थान रे रहिछि। नंबर 12 अनास्थारे हारिले भवानीपाटना पौर परिषद अध्यक्षा। अनास्था प्रस्ताव रे हारिले भवानीपाटना पौर परिषद अध्यक्ष संयुक्ता बेहेरा। पौर परिषदर 20 जन काउंसिलर संयुक्ता बेहेरा विरुद्ध में अनास्था प्रस्ताव रे भोट देइथिले। तेबे 20 जन काउंसिलर मध्यरु 18 जन बीजेडी रो थिबा बेले जणे कांग्रेस और जणे बीजेपी रु निर्वाचित होइथिले। संयुक्ता बेहेरा एक छत्रवाद कार्यकलाप को नहीं तीव्र असंतोष लगी रहिथिबा बेले अनास्था भोट रे तार प्रतिफलन होइछि। नंबर 13 यूनेस्को कलिंग पुरस्कार बंद न करने को केंद्र को चिठी लिखिले नवीन पट्टनायक। यूनेस्को कलिंग पुरस्कार पुणी चालू करने को केंद्र को चिठी लिखिले बीजेडी सभापति नवीन पट्टनायक। यूनेस्को कलिंग पुरस्कार बंद करने को केंद्र विज्ञान और कारीगर कौशल विभाग निष्पत्ति नेबा परे यार पुनर्विचार पई केंद्र को चिठी लिखिछन्ति बीजेडी सभापति नवीन पट्टनायक। एही पुरस्कार को पुणी चालू करने को केंद्र विज्ञान और कारीगर कौशल मंत्री जितेंद्र प्रसाद को चिठी लिखि अनुरोध करिछन्ति। विज्ञान रो प्रचार प्रसार और यहाकू लोकभिमुखी करने को 1952 मसीह आरंभ होइथिला। एही पुरस्कार वर्तमान सुधा 72 जन विशिष्ट वैज्ञानिक और 7 जन नोबेल पुरस्कार विजेता को यह पुरस्कार प्रदान कर 1951 मसीह तत्कालीन मुख्यमंत्री बिजू पट्टनायक विज्ञान गवेषणा को लोकप्रिय करने को कलिंग पुरस्कार देवा निष्पत्ति नहीं। नंबर 14 नौसेना रे सामिल हेब आईएनएस अरिघात। खूब शीघ्र भारतीय नौसेना रे सामिल हेब मारात्मक बुड़ा जहाज आईएनएस अरिघात।
ଦୁଇଟି ସଂସ୍କୃତ ଶବ୍ଦକୁ ମିଶାଇ ଏହି ଅରିଘାତ ଶବ୍ଦଟି ପ୍ରସ୍ତୁତ କରାଯାଇଛି। ଅରିର ଅର୍ଥ ଶତ୍ରୁ ଓ ଘାତର ଅର୍ଥ ପ୍ରହାର ଅଥବା ଆକ୍ରମଣ। ଏଣୁ ଅରିଘାତର ଅର୍ଥ ହେଉଛି ଶତ୍ରୁ ସଂହାରକ। ବିଶାଖାପାଟଣାର ଜାହାଜ ନିର୍ମାଣ କେନ୍ଦ୍ରରେ ଆଡଭାନ୍ସ ଟେକ୍ନୋଲୋଜି ଭେସେଲ ପ୍ରକଳ୍ପ ଅଧୀନରେ ଆଣବିକ କ୍ଷେପଣାସ୍ତ୍ରରେ ସଜ୍ଜିତ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିଘାତ ନିର୍ମାଣ କରାଯାଇଛି। ଏହା ଏକ ଅରିହନ୍ତ ଶ୍ରେଣୀର ବୁଡ଼ାଜାହାଜ ଯାହା ପରମାଣୁ ଶକ୍ତିରେ ସଜ୍ଜିତ। ଭାରତର ଦ୍ୱିତୀୟ ପରମାଣୁ ବୁଡ଼ାଜାହାଜ ଆଇଏନ୍ଏସ୍ ଅରିଘାତରେ 15 କିଲୋମିଟର ଦୂରତା ବିଶିଷ୍ଟ K750 କ୍ଷେପଣାସ୍ତ୍ର ରହିବ। ଭାରତ ମଧ୍ୟ ଦୁଇଟି ନୂତନ ପରମାଣୁ ବୁଡ଼ାଜାହାଜ ନିର୍ମାଣ କରିବାକୁ ଯୋଜନା କରିଛି, ଯାହା ଏକ ଦଶନ୍ଧି ମଧ୍ୟରେ ପ୍ରସ୍ତୁତ ହେବ। ନମ୍ବର 16 ଇସ୍ରାଏଲ ଉପରେ ହିଜବୁଲ୍ଲାର 30 କ୍ଷେପଣାସ୍ତ୍ର ମାଡ଼। ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ପୁଣି ଥରେ ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିଛି। କିଛି ଘଣ୍ଟା ତଳେ ହିଜବୁଲ୍ଲା ଦକ୍ଷିଣ ଲେବାନନରୁ ଇସ୍ରାଏଲ ଉପରକୁ ପ୍ରାୟ 30ଟି ରକେଟ ନିକ୍ଷେପ କରିଥିଲା। ଇସ୍ରାଏଲ ସେନା ଏହି ଆକ୍ରମଣରେ କେହି ମୃତାହତ ହୋଇନଥିବା ସ୍ପଷ୍ଟ କରିଛି। ଆଇଡିଏଫ୍ ମୁଖପାତ୍ରଙ୍କ କହିବା ଅନୁଯାୟୀ ଲେବାନନର କାବ୍ରି ଅଞ୍ଚଳରୁ ଉତ୍ତର ଇସ୍ରାଏଲ ଆଡ଼କୁ 30ଟି ରକେଟ ନିକ୍ଷେପ କରାଯାଇଥିଲା, କିନ୍ତୁ ଏହି ରକେଟ ସବୁ ଜନବସତି ନଥିବା ଅଞ୍ଚଳରେ ଅବତରଣ କରିଥିଲା, ଯେଉଁଥିରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ହମାସ ନେତା ଇସ୍ମାଇଲ ହାନିଆ ଏବଂ ହିଜବୁଲ୍ଲା କମାଣ୍ଡର ଫୁଆଦ ଶୁକ୍ରଙ୍କ ମୃତ୍ୟୁ ପରେ ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ବିବାଦ ତୀବ୍ର ହୋଇଛି। ନମ୍ବର 17 ହିନ୍ଦୁମାନେ ଜନ୍ମମାଟି ଛାଡ଼ିବାକୁ ନାରାଜ, ମିଳିଲା ମୁସଲମାନଙ୍କ ସମର୍ଥନ। ବାଂଲାଦେଶ ରାଜନୈତିକ ସଙ୍କଟ ଜାରି ରହିଛି। କ୍ଷମତା ଦଖଲ ପରେ ଦେଶରେ ହୋଇଥିବା ସଂଖ୍ୟାଲଘୁଙ୍କ ପ୍ରତି ଅତ୍ୟାଚାର ନେଇ ବିଶ୍ୱସ୍ତରରେ ପ୍ରତିବାଦ ହେବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ହଜାର ହଜାର ହିନ୍ଦୁ ରାଜରାସ୍ତାରେ ଏହାକୁ ବିରୋଧ କରୁଛନ୍ତି। ବାଂଲାଦେଶର ହିନ୍ଦୁମାନେ ନିଜର ଜନ୍ମମାଟି ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। ସେମାନେ ହେଉଥିବା ଅତ୍ୟାଚାର ବିରୋଧରେ ପ୍ରଦର୍ଶନ କରି ସ୍ଲୋଗାନ ଦେଉଛନ୍ତି, ବାଂଲାଦେଶ ଆମର, ଜୀବନ ଥିବା ଯାଏଁ ଆମେ ଲଢ଼ିବୁ। ହିନ୍ଦୁମାନଙ୍କ ସହ ଏବେ ବହୁ ମୁସଲମାନ ମଧ୍ୟ ପ୍ରଦର୍ଶନରେ ସାମିଲ ହୋଇଛନ୍ତି। ଛାତ୍ରମାନେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧ କରିବା ଆରମ୍ଭ କରିଛନ୍ତି। ନମ୍ବର 18 ମଧ୍ୟପ୍ରାଚ୍ୟ ଯୁଦ୍ଧ ନିକଟତର, ଆମେରିକା ପଠାଇଲା ଅତିରିକ୍ତ ସେନା ଓ ବୁଡ଼ାଜାହାଜ। ହିଜବୁଲ୍ଲା ଓ ଇରାନଠାରୁ ଇସ୍ରାଏଲ ଉପରେ ଆକ୍ରମଣ ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିକଟତର ବୋଲି ଇସ୍ରାଏଲ ପ୍ରତିରକ୍ଷା ବାହିନୀର ପୂର୍ବତନ ଜେନେରାଲ ମତ ଦେଇଛନ୍ତି। ଅପରପକ୍ଷରେ ଯୁଦ୍ଧର ଘନଘଟାକୁ ଲକ୍ଷ୍ୟ କରି ଇସ୍ରାଏଲକୁ ସହାୟତା ନିମନ୍ତେ ଆମେରିକା ମଧ୍ୟପ୍ରାଚ୍ୟରେ ଥିବା ସେନା ଛାଉଣୀକୁ ଅତିରିକ୍ତ ସେନା ଅସ୍ତ୍ରଶସ୍ତ୍ର ପଠାଇବା ସହ ମାରାତ୍ମକ କ୍ଷେପଣାସ୍ତ୍ର ସଂଯୋଜିତ ବୁଡ଼ାଜାହାଜ ପଠାଇଛି। ଅବସରପ୍ରାପ୍ତ ମେଜର ଜେନେରାଲ ଜିପ୍ କହିଛନ୍ତି, ଆମେ ବର୍ତ୍ତମାନ ସମ୍ଭାବ୍ୟ ଯୁଦ୍ଧର ଅନ୍ତିମ ସୀମା ନିକଟରେ ପହଞ୍ଚିଛୁ। ଏହିଠାରୁ ଆଞ୍ଚଳିକ ଯୁଦ୍ଧ ନିକଟତର। ସମ୍ପ୍ରତି ସୁରକ୍ଷା ବ୍ୟବସ୍ଥା କିମ୍ବା ଆମ ମଧ୍ୟରୁ କେହି ହେଲେ ଜାଣନ୍ତି ନାହିଁ ଯେ ହିଜବୁଲ୍ଲା ଓ ଇରାନର ପରବର୍ତ୍ତୀ ପଦକ୍ଷେପ କ'ଣ ହେବ। ନମ୍ବର 19 ମୋହନ ସରକାରଙ୍କ ବଡ଼ ଘୋଷଣା, ପୌର ପ୍ରତିନିଧିଙ୍କ ଦରମା 20% ବୃଦ୍ଧି। ରାଜ୍ୟର ବିକାଶ କାର୍ଯ୍ୟରେ ନିରନ୍ତର ଭାବେ ନିୟୋଜିତ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସରକାର ଏଥର ମଧ୍ୟପ୍ରଦେଶରେ ପୌର ସଂଗଠନର ଜନପ୍ରତିନିଧିଙ୍କ ଦରମା ବୃଦ୍ଧି କରିଛନ୍ତି। ଏହା 20% ବୃଦ୍ଧି ପାଇଛି। ଅଧୀକ୍ଷକଙ୍କଠାରୁ କାଉନସିଲରଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଦରମା ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସୋମବାର ଏହି ଘୋଷଣା କରିଛନ୍ତି। ନମ୍ବର 20 ରୁଷର 1000 ବର୍ଗ କିଲୋମିଟର ଅଞ୍ଚଳ ଉପରେ କବ୍ଜା ନେଇ ୟୁକ୍ରେନର ଦାବି। ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଏବେ ନୂଆ ମୋଡ଼ ନେଇଛି। ରାଷ୍ଟ୍ରପତି ଜେଲେନସ୍କି ସୋସିଆଲ ମିଡିଆରେ ସୋମବାର ଏକ ଭିଡ଼ିଓ ସେୟାର କରି ରୁଷର 1000 ବର୍ଗ କିଲୋମିଟର କ୍ଷେତ୍ର ଉପରେ କବ୍ଜା କରିଥିବା ଦାବି କରିଛନ୍ତି। ଜେଲେନସ୍କି ସେୟାର କରିଥିବା ଏକ ପୋଷ୍ଟରେ ୟୁକ୍ରେନ ସେନା ମୁଖ୍ୟ କହିଛନ୍ତି ଯେ ଆମ ସୈନିକ ରୁଷର ଏକ ବୃହତ କ୍ଷେତ୍ରକୁ ନିଜ କବ୍ଜାକୁ ନେଇଛନ୍ତି। ଆମର ଆକ୍ରମକ ଅଭିଯାନ ଜାରି ରହିଛି। ସେନା ମୁଖ୍ୟ କହିଛନ୍ତି ଯେ ଆମ କୁର୍ସ୍କ କ୍ଷେତ୍ରରେ ନିଜ ଅଭିଯାନକୁ ଅଧିକ ତୀବ୍ର କରିବୁ। ନମ୍ବର 21 ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ନେଇ ପ୍ରିୟଙ୍କା ଗାନ୍ଧୀ ଦେଲେ ଏପରି ପ୍ରତିକ୍ରିୟା। ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଆକ୍ରମଣ ଓ ଅତ୍ୟାଚାରକୁ ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରିୟଙ୍କା ଗାନ୍ଧୀ ସୋମବାର ଅଗଷ୍ଟ 12 ତାରିଖ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି ଯେ ପଡ଼ୋଶୀ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ଉପରେ କ୍ରମାଗତ ଆକ୍ରମଣର ଖବର ଚିନ୍ତାଜନକ। ଧର୍ମ, ଜାତି, ଭାଷା କିମ୍ବା ପରିଚୟ ଆଧାରରେ ଭେଦଭାବ, ହିଂସା ଓ ଆକ୍ରମଣ କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ। ଆମେ ଆଶା କରୁଛୁ ଯେ ବାଂଲାଦେଶରେ ଖୁବ୍ ଶୀଘ୍ର ସ୍ୱାଭାବିକ ସ୍ଥିତି ଫେରିବ ଏବଂ ବାଂଲାଦେଶର ନବନିର୍ବାଚିତ ସରକାର ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ବୌଦ୍ଧ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରିବ। ନମ୍ବର 22 2024 ଆର୍ଥିକ ବର୍ଷରେ 38,000 କର୍ମଚାରୀ ଛଟେଇ କରିଛି ରିଲାଏନ୍ସ ରିଟେଲ୍ସ। ବିଦେଶୀ କମ୍ପାନୀ ଭଳି ଭାରତୀୟ କମ୍ପାନୀ ଘୋଷଣା ନ କଲେ ବି କର୍ମଚାରୀ ଛଟେଇ କରୁଛନ୍ତି। ଗତ ଆର୍ଥିକ ବର୍ଷରେ ରିଲାଏନ୍ସ ଗ୍ରୁପ୍ 30,000ରୁ ଅଧିକ କର୍ମଚାରୀ ଛଟେଇ କରିଛି। ଆର୍ଥିକ ବର୍ଷ 2024ର ବାର୍ଷିକ ରିପୋର୍ଟରେ ଏହି ସୂଚନା ମିଳିଛି। କମ୍ପାନୀ ନିଜର ରିଟେଲ ବିଭାଗରେ 38,000 ଛଟେଇ କରିଛି। ପରିଚାଳନାକୁ ସୁବ୍ୟବସ୍ଥିତ କରିବା ଓ ଖର୍ଚ୍ଚ କାଟ ପାଇଁ ଏକ ବ୍ୟାପକ ରଣନୀତିରେ ଏହି ଛଟେଇ କରାଯାଇଛି।
नंबर 23 2024-25 रे डायरेक्ट टैक्स अभिवृद्धि हार 24%। आयकर संग्रह भी बढ़ी। आर्थिक वर्ष 2024-25 रे डायरेक्ट टैक्स संग्रह 23.99% वृद्धि सह 8,13,170 कोटी टंका को पहुंची। एथिरु रिफंड जारी करा जिबा परे नेट डायरेक्ट टैक्स संग्रह 22.48% वृद्धि सह 6,92,987 कोटी टंका बड़का होईछि। तेबे एहार पूर्व वर्ष अर्थात 2023-24 रे एही कर संग्रह 5,65,815 कोटी टंका सीमित थिला। केंद्र अर्थ मंत्रालय आर्थिक वर्ष 2024-25 रे 11 अगस्त 2024 सुधा संग्रहित डायरेक्ट टैक्स तथ्य जारी करिसंती। एही तथ्य मुताबक ग्रॉस टैक्स कलेक्शन रे 23.99% वृद्धि होईछि। नंबर 24 अगस्त 18 सुधा सबु अभियुक्तों को बांध नहेले सीबीआई को देदेवी मामला, कहिले ममता। महिला डाक्तरों को दुष्कर्म हत्या मामलार चरम चेतावनी शुणेले पश्चिमबंग सीएम ममता बनर्जी। अगस्त 18 भितर सबु अभियुक्तों को धरने को प्रतिज्ञा करिसंती। जदि रविवार अर्थात अगस्त 18 सुधा समस्त अभियुक्त धरा न पड़ती तेबे से मामला सीबीआई को हस्तांतर करदेवे बोली कहिसंती। कोलकातार आरजी कर मेडिकल कॉलेज रे जड़े महिला डाक्तरों को बलात्कार हत्या मामला रे राजनीति जोर धरिछि। राज्य में आईन श्रृंखला को नहीं ममता सरकार को घेरी विरोधी। से आहरी कहिसंती सीबीआई रो एसबु मामला रे तदंतर सफलता हार बहुत कम, किंतु जदि एही मामला खुलासा न हुए तेबे सीबीआई को हस्तांतर करा जिवो। नंबर 25 समवाय बैंक सभापति पदरु बीजेडी नेता टीपी द्वारा विदा। ओडिशा राज्य समवाय बैंक परिचालना कमिटी सदस्य और सभापति पदवी विदा हेले बीजेडी नेता टी प्रसाद राव दोरा। से क्षमतार अपव्यवहार करी नैथिबा बैंक टंका मध्ये तांकोठु फेरस्त पई प्रक्रिया आरंभ होईछि। श्री दोरा को अयोग्य घोषणा करिबा परे राज्य समवाय बैंक परिचालना कमिटी सभापति ओ खाली पड़िथिबा दुईटी निर्देशक पदवी पई पुणी थरे निर्वाचन हेबार संभावना रहिथिबा जणा पड़िछि। बीजेडी नेता श्री दोरांकर उभय राज्य समवाय बैंक परिचालना कमिटीर सदस्यता और परिचालना कमिटीर सभापति पदवी को तत्काल प्रभाव रद्द घोषणा कर जाइछि। नंबर 26 आईएसआई रो पूर्वतन मुख्य को गिरफ्त कला पाकिस्तान सेना। पाकिस्तान रो गुइंदा संस्था आईएसआई रो पूर्वतन मुख्य फैज हमीद गिरफ काली तांको पाकिस्तान सेना गिरफ करिछि। गिरफ परे तांको विरोध में कोर्ट मार्शल प्रक्रिया आरंभ कर जाइथिबा जणा पड़िछि। आईएसपीआर कहिछि जे सुप्रीमकोर्टଙ୍କ निर्देश क्रमे पाकिस्तान सेना पक्षरु कोर्ट ऑफ इनक्वायरी कर जाइथिला। या परे लेफ्टिनेंट जनरल फैज अहमदଙ୍କ विरोध में आसीथिबा अभियोग रे सत्यता थिबा जणा पड़िथिला। एथिपई तांको पाकिस्तान सेना गिरफ करिछि। तांको विरोध में पाकिस्तान सेना आईन आधार में उपयुक्त कार्यानुष्ठान ग्रहण करिजिवो। पूर्वतन जनरल अवसर पर एकाधिक थर पाकिस्तान आर्मी एक्टर उल्लंघन करथिले। एथिपई तांको विरोध में तदंत कर जाइथिला। नंबर 27 सोआ देशर 14तम श्रेष्ठ विश्वविद्यालय सामग्रिक शिक्षानुष्ठान तालिकार देश में 24। शिक्षा मंत्रालय पक्षरु काली नेशनल इंस्टीट्यूट ऑफ रैंकिंग फ्रेमवर्क 2024 रैंकिंग घोषणा कर जाइछि। एथिरे देशर 14तम श्रेष्ठ विश्वविद्यालय मान्यता लाभ करिछि शिक्षा अनुसंधान डीम्ड विश्वविद्यालय। सोमवार नुआदिल्ली ठारे केंद्र शिक्षा मंत्रालय पक्षरु एही रैंकिंग घोषणा कर जाइछि। गत वर्ष सोआ देश में 15तम रैंक हासिल करिथिला। सेहिपरि सामग्रिक शिक्षानुष्ठान तालिकार गत वर्षर रैंकिंग ठारू 2टी स्थान उपरकू उठी सोआ एथर 24तम स्थान हासिल करिछि। पेरिस ओलंपिक्स फेरंता खेलाड़ी को भेटिबे प्रधानमंत्री मोदी। स्वाधीनता दिवस रे प्रधानमंत्री नरेंद्र मोदी भारतर ओलंपिक कंटिजेंट को भेटिबे। स्वाधीनता दिवस कार्यक्रम पर यह भेटघाट दिल्ली रे अनुष्ठित हेबो। दिन प्राय गोटाए बेले मोदी पेरिस ओलंपिक्स रु फेरिथिबा समस्त खेलाड़ी को भेटिबे बोली जणा पड़िछि। मिलिथिबा सूचना अनुसार पेरिस जाइथिबा 117 जणिया भारतीय कंटिजेंट मध्यरु अधिकांश खेलाड़ी 15 अगस्त भेटघाट कार्यक्रम रे उपस्थित रहिबे। भिडियोटी को संपूर्ण देखिथिबारु बहुत बहुत धन्यवाद।